ନା ଶାରଦା ପ୍ରସାଦ ଦାସ, ଓଟମା ପ୍ରେସିଡେଣ୍ଟ, ଓଡ଼ିଶା ଟ୍ରାନ୍ସଫର୍ମର ମ୍ୟାନୁଫ୍ୟାକ୍ଚର ଆସୋସିଏସନ୍, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଅଣ୍ଡର ରେଜିଷ୍ଟ୍ରେସନ୍। ଆମେ ଅଲ୍ ଓଡ଼ିଶା ରେଜିଷ୍ଟର ଆମେ ଦିଅର। ଆଜି ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ମୋର ସାରା ଓଡ଼ିଶାର ମେମ୍ବରମାନଙ୍କୁ, ଯିଏକି ମୋତେ ଆଜି ସିଲେକ୍ସନ୍, ଏଇଟା ଦିସ୍ ଇଜ୍ ଦ ଥାର୍ଡ଼ ଟାଇମ୍, ତୃତୀୟ ଥର ପାଇଁ ମୁଁ ପ୍ରେସିଡେଣ୍ଟ ପାଇଁ ମୋତେ ସିଲେକ୍ସନ୍ କରିଛନ୍ତି। ସେଥିପାଇଁ ମୁଁ ସମସ୍ତଙ୍କ ପାଇଁ ଚିରକୃତଜ୍ଞ ମେମ୍ବରମାନଙ୍କୁ। ଆଉ ଆମେ ଦୀର୍ଘ 6 ବର୍ଷ ହେଲାଣି ଆମେ କାମ କରିଚାଲିଛୁ ସମସ୍ତଙ୍କ ପାଇଁ, କିନ୍ତୁ ଏଠି ସମସ୍ତ ମେମ୍ବର ସମସ୍ତଙ୍କ ପାଇଁ ଆମେ କାମ କରୁଥିଲୁ, କରିବୁ, ଆଉ ଏବେ ବି କରୁଛୁ। ଆଉ ଇଏ ମୋର ଭାଇମାନେ, ଏମାନଙ୍କର ସହଯୋଗ ସାରା ଓଡ଼ିଶାର ଯେତେ ଟ୍ରାନ୍ସଫର୍ମର ମ୍ୟାନୁଫ୍ୟାକ୍ଚର ଇଣ୍ଡଷ୍ଟ୍ରି, ରିପେୟାରିଂ ଇଣ୍ଡଷ୍ଟ୍ରି ଯେତେ ଅଛି, ସମସ୍ତଙ୍କ ସହଯୋଗରେ ଆଜି ମୁଁ ଆଗକୁ ଯାଉଛି ଏବଂ ସେମାନଙ୍କର ସହମତି ହିସାବରେ ମୋତେ ସେମାନେ ପ୍ରେସିଡେଣ୍ଟ ହିସାବରେ ସହଯୋଗ ମାନେ ଇଏ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ଆଗାମୀ କଣ ପଦକ୍ଷେପ ବିଷୟରେ ଆଲୋଚନା କରା ଆମର ପଦକ୍ଷେପ ହେଉଛି କଣ ସମସ୍ୟା ବି ହଉଥିବ? ସମସ୍ୟା ଆମର ପ୍ରଥମ ଡିସ୍କମ୍ ଟାଟା ପାୱାର 4ଟା ଡିସ୍କମ୍ ଓଡ଼ିଶା ନେଇଛି। ଦୀର୍ଘ 6 ବର୍ଷ ଭିତରେ ଆମେ ବହୁତ କିଛି ପ୍ରୋବ୍ଲେମ୍ ଆମେ ଏଇ ଆସୋସିଏସନ୍ ଦ୍ୱାରା ସଲ୍ଭ କରୁଛୁ, ଯେଉଁ ପ୍ରୋବ୍ଲେମ୍ ସବୁ ଥିଲା। ଆଉ ମୁଁ ପ୍ରତିଜ୍ଞା ମଧ୍ୟ ଯେ ମୋର ପ୍ରତ୍ୟେକ ୟୁନିଟ୍, ପ୍ରତ୍ୟେକ ଟ୍ରାନ୍ସଫର୍ମର ମ୍ୟାନୁଫ୍ୟାକ୍ଚର ୟୁନିଟ୍, ରିପେୟାର ୟୁନିଟ୍ ସମସ୍ତଙ୍କୁ ଯେମିତି କାମ ମିଳିବ, ସମସ୍ତଙ୍କ ରୋଜିରୋଟି ଚଳିବ, ସମସ୍ତ ଷ୍ଟାଫ୍ ମାନେ ଦରମା ପାଇବେ, ଆଉ ସମସ୍ତେ ଯେମିତି ଭଲରେ ରହିବେ, ଏଇଟା ମୋର ଇଏ। ମୋର କେତେ ଜଣ ଅଛନ୍ତି ଆପଣ ଜଡ଼ିତ? ଆଜ୍ଞା ଆସୋସିଏସନ ସହିତ କେତେ ମେମ୍ବର ଅଛନ୍ତି ଟୋଟାଲ? 77 ମେମ୍ବର ଅଛନ୍ତି। ଆଉ ସମସ୍ତେ ମୋତେ ଇଲେକ୍ଟ କରିଛନ୍ତି। ମୁଁ ହେଉଛି ଅନକଣ୍ଟେଷ୍ଟେଡ୍। ଆଉ ଆମର ସେକ୍ରେଟାରୀ ସାର୍ ହେଉଛନ୍ତି, ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଆମ ସେକ୍ରେଟାରୀ ସାର୍। प्रदीप नायक, साउथ ओडिशारू मु ट्रांसफॉर्म मैन्युफैक्चरिंग करे यूनाइटेड इलेक्ट्रिकल्स मो कंपनी। आउ मु एबे साधारण संपादक हितु ओटमार ओडिशा ट्रांसफॉर्म मैन्युफैक्चरिंग एसोसिएशन। विशेष कार्यक्रम कौन रहिबो? आपण जो नुआ कर्मकर्ता निर्वाचित हेले आगामी 2 वर्ष पई कोन रहिबो संघर कार्यक्रम? 2020 रे हमर एसोसिएशन फॉर्मेशन हैला। सेबेटारू मु सेक्रेटरी हे आछि। आउ एबे हमर गुडाए प्रॉब्लम जो जाक थिला, टाटा पावर जो मनमुखी शासन चलैतिला ताकू आमे विरोध करी एबे गुडाए प्रॉब्लम सॉल्व कर दैछु। आउ आगामी समय रे जहाँ प्रॉब्लम जाक अछि, एबे पार्टिकुलरली हमर प्रॉब्लम होची टाटा पावर डिस्ट्रीब्यूशन ऑफ ट्रांसफॉर्मर रिपेयरिंग येटा से बंद करी से निजर एबे आरंभ कर टीआरडब्ल्यू निजर आरंभ करती, जोटा बेआईन। आमे ता उपरे पदक्षेप नौचु एवं तांकु कुहा जाइछि जे तमर गोटे जिनस होची तमे केवल डिस्ट्रीब्यूशन काम करि परियो, तमे रोजी रोटी बंद करि परियोनी छोट छोट इंडस्ट्री मानकर। ସେଥିପାଇଁ ସରକାରକୁ ହେଲେ ଆମେ ଲେଖିକି ଦେଇଛୁ। ଆଉ ବୋଧେ ହୁଏ ଆଗାମୀ ଦିନରେ ବହୁତ ବଡ଼ ପଦକ୍ଷେପ ସରକାର ନେବ। ବୁଝିଲେ, ଆମେ ଯୋଉ କର୍ମକର୍ତ୍ତା କିଏ ନିର୍ବାଚିତ ହେଲେ ତାଙ୍କ ନାଁ କେ? ମୁଁ ତ ନିର୍ବାଚିତ ହେଲି ଜଏଣ୍ଟ ସେକ୍ରେଟାରୀ। ଆମର ଯେ ନିର୍ବାଚିତ ହେଉଛନ୍ତି ଶାରଦା ପ୍ରସାଦ ଦାସ ହଉଛନ୍ତି ପ୍ରେସିଡେଣ୍ଟ, ପ୍ରଦୀପ କୁମାର ନାୟକ ହଉଛନ୍ତି ଜଏଣ୍ଟ ସେକ୍ରେଟାରୀ, ମୁଁ ହଉଛି ଜଏଣ୍ଟ ସେକ୍ରେଟାରୀ ବିଜୟ କିଶୋର ନନ୍ଦ, ଆଉ କେସି ଦେବତା ହଉଛନ୍ତି ଟ୍ରେଜରର। ଆମର ଆମେ ଯୋଉ ଟାଟା ପାୱାର ଏଗେନଷ୍ଟ ଯୋଉ ଆମେ ଠିଆ ହେବାକୁ ଚାହୁଁଛୁ, କେବଳ ଆମର ଟିଆରଡବ୍ଲ୍ୟୁ ଯୋଉ ପ୍ରୋଜେକ୍ଟ ସେମାନେ ତିଆରି କରିଛନ୍ତି ଚାରିଟା ଡିସ୍କମ୍ ରେ, ଅଲରେଡି 2ଟା ଜୋନରେ ସେମାନେ ଚଲେଇଛନ୍ତି। ଗୋଟେ ହେଲା ଟିପି ଏନଓଡିଏଲ ରେ ଆଉ ଗୋଟେ ହେଲା ଟିପି ଏସଓଡିଏଲ ରେ। ଆଉ ଟିପି ସିଓଡିଏଲ ରେ ଯୋଉଟା ସେମାନେ ରନିଂ କରୁଛନ୍ତି, ସେମାନେ ଆମକୁ ଖାଲି କହୁଛନ୍ତି କି ଆମେ ଓନ୍ଲି ମେଣ୍ଟେନାନ୍ସ ୱାର୍କ କରୁଛୁ, ରିପେୟାରିଂ କିଛି କରୁନୁ, ୱାଇଣ୍ଡିଂ ଫାଇଣ୍ଡିଂ କିଛି କରୁନୁ। କିନ୍ତୁ ନୂଆଲି ଆମେ ଜଣା କରୁଛୁ 20 କୋଟି ଟଙ୍କା ଇନଭେଷ୍ଟ ସେମାନେ ଟିପି ଡବ୍ଲ୍ୟୁଡିଏଲ ରେ ଗୋଟେ ଇନଭେଷ୍ଟ କରିକି କରିଛନ୍ତି। ଆମର ଓଟମାର ମେନ୍ ମୋଟିଭ ହଉଛି କେମିତି ସବୁ ଟ୍ରାନ୍ସଫର୍ମର ୟୁନିଟ୍ ରିପେୟାରିଂ ହଉ ଚାहे ମ୍ୟାନୁଫ୍ୟାକ୍ଚର ହଉ, ସମସ୍ତେ କେମିତି ଠିକ ସେ କାମ ପାଆନ୍ତୁ। ଯେହେତୁ ଆମେ ଗୋଟେ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆର ଗୋଟେ ଏମଏସଏମଇ ୟୁନିଟ୍, ଆମ ଏମଏସଏମଇ ୟୁନିଟ୍ କେମିତି ଭଲରେ କାମ ପାଇବ, ଆମ ଦ୍ୱାରା ଯୋଉମାନେ ଯେତିକି ଷ୍ଟାଫ୍ ଆମ ପାଖରେ ଚାକିରି କରୁଛନ୍ତି ତାଙ୍କ ପରିବାର କେମିତି ସୁଚାରୁ ରୂପେ ଚାଲିବ, ସେଇଟା ହଉଛି ଏମଏସଏମଇ ର ଲକ୍ଷ୍ୟ। ବୁଝିଲେ, ତ ସେଇଥିଲାଗି ଆମେ ଟାଟା ପାୱାରକୁ କହୁଛୁ, ବିନିଯୋଗ କରୁଛୁ ଆପଣଙ୍କ ମାଧ୍ୟମରେ କି ଟିଆରଡବ୍ଲ୍ୟୁ ସେ ନ ଚଲଉ, କାରଣ ପବ୍ଲିକ ଉପରେ ଆମର ଯେତିକି ଏମଏସଏମଇ ଆମେ ଅଛୁ, ଆମ ଉପରେ କିଛି ହାରାସମେଣ୍ଟ ନ ଆସୁ, କି କାଲିକୁ ଆମକୁ ନ ପଡୁ କି ଆମେ
तो आम फैक्ट्री इंडस्ट्री को बंद करिया पड़ो तो से आम रिक्वेस्ट गवर्नमेंट को भी कि सेमाने ए सब दिगरे पदक्षेप नहीं करी केमती ओडिशा रे एमएसएमई बंचू और जेतिकी एम्प्लॉयमेंट आम माने ट्रांसफर मैन्युफैक्चरिंग आसोल रिपेयरिंग आसोल आम दउचू तो से तांको परिवार ठीक से चालू